40 ବର୍ଷରେ ଜନ୍ମ ହୋଇଥିଲେ। ଏମିତି ଆଜ୍ଞା ଭଗବାନଙ୍କର ଅନେକ କାରଣ ଅଛି। କଥା ପ୍ରସଙ୍ଗକୁ ଆମେ ଆଗେଇ ନେବା। ପ୍ରକଟ ଲୀଳା ଭଗବାନଙ୍କର ଗଲା। ତେଣୁ ଆଜି ମା ପାର୍ବତୀ ଶଙ୍କର ଭଗବାନଙ୍କୁ ପଚାରୁଛନ୍ତି। କ'ଣ ପଚାରୁଛନ୍ତି? ପ୍ରଭୁ ଅବତାରର କାରଣ ମୁଁ ଜାଣିନି। ଏବେ ପ୍ରଭୁ ମୋର ଅଯୋଧ୍ୟାରେ ଜନ୍ମ ହୋଇ ଦଶରଥଙ୍କ କୋଳରେ କ'ଣ ସବୁ ଲୀଳା କଲେ ଆପଣ ସେଇ କଥା ମୋତେ କୁହନ୍ତୁ। ଶଙ୍କର ଭଗବାନ ଆଜି ଅଯୋଧ୍ୟା ରାଜ୍ୟର ସମସ୍ତ କଥା ଶୁଣାଉଛନ୍ତି। କହୁଛନ୍ତି କ'ଣ ନା ଆୟୁଧ ପୁରୀ ଦଶରଥ ନାମକ ଜଣେ ଜ୍ଞାନୀ ଧାର୍ମିକ ଗୁଣୀ ପ୍ରଜାବତ୍ସଳ ରାଜା ଥିଲେ। ଆଉ ଅଯୋଧ୍ୟା ରାଜ୍ୟ ସର୍ବଦା ସୁଭିକ୍ଷ ଥିଲା। ଶତ୍ରୁ ରାଜ୍ୟର ଭୟ ନଥିଲା। ଆଉ ସମସ୍ତ ପ୍ରଜାକୁଳ ପ୍ରସନ୍ନ ଚିତ୍ତରେ ବାସ କରୁଥିଲେ। ଆଉ ସେଇ ଦଶରଥ ରାଜାଙ୍କର 750 ରାଣୀ ଥିଲେ। ଆଉ ସେ 750 ରାଣୀଙ୍କ ମଧ୍ୟରୁ କୌଶଲ୍ୟା, କୈକେୟୀ, ସୁମିତ୍ରା ଏ 3 ରାଣୀ ଆଜ୍ଞା ମୁଖ୍ୟ ଥିଲେ। ଆଉ ଏ 3 ରାଣୀଙ୍କର ଭଗବାନଙ୍କ ଚରଣ କମଳରେ ଦୃଢ଼ ପ୍ରେମ ଭାବ ଥିଲା, ଦୃଢ଼ ଭକ୍ତି ଭାବ ଥିଲା। ଆଉ ଅଯୋଧ୍ୟା ରାଜ୍ୟ ସବୁଠୁ ଆନନ୍ଦମୟ ଥିଲା, କିଛି ବି ଦୁଃଖ ନଥିଲା। କିନ୍ତୁ ଆଜ୍ଞା ଗୋଟିଏ ଦୁଃଖ ଥିଲା। କ'ଣ? କାହାର ଥିଲା? ନା ରାଜା ଦଶରଥଙ୍କର। କ'ଣ ଦୁଃଖ ଥିଲା? ନା ଦୀର୍ଘ 9000 ବର୍ଷ ଦାମ୍ପତ୍ୟ ଜୀବନ ଅତିବାହିତ କରିସାରିଥିଲେ ମଧ୍ୟ ସନ୍ତାନ ସୁଖରୁ ବଞ୍ଚିତ ହୋଇଥିଲେ ସମ୍ରାଟ ଦଶରଥ। ତାଙ୍କର ସନ୍ତାନଟିଏ ନଥିଲା। ଦୀର୍ଘ 9000 ବର୍ଷ ଦାମ୍ପତ୍ୟ ଜୀବନ ଅତିବାହିତ କରିଥିଲେ 750 ରାଣୀ। କିନ୍ତୁ କାହାରି ଔରସରୁ ପୁତ୍ର ସନ୍ତାନଟିଏ ହୋଇନଥିଲା। ତେଣୁ ଦଶରଥ ରାଜା ଅତି ଦୁଃଖୀ ଥିଲେ। ତାଙ୍କ ମନରେ ଗୋଟିଏ ଦୁଃଖ ଥିଲା। ଥରେ କ'ଣ ହେଇଛି, ଗୁରୁ ବଶିଷ୍ଠଙ୍କ ପାଖକୁ ରାଜା ଗଲେ। ଆଜ୍ଞା ଏମିତି କ'ଣ ବଶିଷ୍ଠଙ୍କ ପାଖକୁ ଯାଉନଥିଲେ? ଯାଉଥିଲେ ସବୁବେଳେ ରାଜା ବେଶରେ। ଯେତେବେଳେ ତାଙ୍କ ହୃଦୟକୁ ଛୁଇଁଲା, ଯେତେବେଳେ ତାଙ୍କ ହୃଦୟ ଡାକିଲା ଯେ ମୁଁ ଦୀର୍ଘ 9000 ବର୍ଷ ଦାମ୍ପତ୍ୟ ଜୀବନ ଅତିବାହିତ କଲି, ପୁଣି ଜଣେ ନୁହଁ 750 ରାଣୀ, କିନ୍ତୁ କାହାରି ଔରସରୁ ପୁତ୍ର ସନ୍ତାନଟିଏ ଜନ୍ମ ହେଲା। ମୁଁ ନିସନ୍ତାନ ରହିଗଲି। କ'ଣ ପାଇଁ? ଏକଥା କେବଳ ମୋର ଗୁରୁ କହିପାରିବେ। କ'ଣ କଲେ? ରାଜା ଧୀରାଜ ବେଶ ତ୍ୟାଗ କରିଦେଲେ, ରଖିଦେଲେ, ଗୁରୁଙ୍କ ପାଖକୁ ଗଲେ। ନା ନିଜ ଦୁଃଖ ସୁଖ ଗୁରୁ ହିଁ ଶୁଣାୟ, କହି ବଶିଷ୍ଠ ବିଧି ସମଝାୟ। ଗୁରୁଦେବ ଅତି ବିଷଣ୍ଣ ମନରେ ଯାଉଥାନ୍ତି, ଯେଉଁ ଦୁଃଖୀ ମନରେ ରାଜା ବି ସତ୍ୟ ଥୋଇ ଦେଇଥାନ୍ତି। ଜଣେ ଯୋଗୀ ହେଇକି ଆଜି ଯାଇଛନ୍ତି ଗୁରୁଙ୍କ ପାଖକୁ। କହୁଛନ୍ତି ଗୁରୁଦେବ ମୁଁ ଦୀର୍ଘ 9000 ବର୍ଷ ଦାମ୍ପତ୍ୟ ଜୀବନ ଅତିବାହିତ କଲି, କିନ୍ତୁ ସନ୍ତାନ ସୁଖରୁ ବଞ୍ଚିତ ହେଲି କାହିଁକି? हे गुरुदेव आपण ही कहीपर कारण आपण त्रैकालज्ञ आपण सर्वज्ञ तेणु कहतु
कहीं सन्तान सुख वंचित हेली मोर कौन आ सन्तान जीव ना मत मोर कौन पुत्र सन्तान हम ना कुलगुरु वशिष्ठ कौन कले ना किसी समय ध्यानमग्न रही ध्यानमग्न रहा राजा दशरथ तुम 4 पुत्र हे गोटे दुईटा न 4 पुत्र हे आ 4 पुत्र स्वर्ग मर्त्य पाताल विजय लाभ करेंगे जितेबाला आज्ञा कहीदेले कुलगुरु वशिष्ठ राजा अति आनंदित हो गले कारण गुरुदेव कथा कदापि मिथ्या हमारी आ गुरुदेव त्रिकाल गुरुदेव से सब कथा जानती तेणु राजा मन अति खुशी हो गले कहले जहाँ हो आज मो गुरुदेव आज मत कही पुत्र सन्तान जननी जन कहबी पुणी 4 पुत्र या आनंद कथा कौन अच्छी गुरुदेव को बारंबार प्रणाम जनाई कौन कले ना पलि आसिले नगर निज नगर को फेरी आसिले एपटे कुलगुरु चिंता करने लगे वशिष्ठ जे राजा को सीना को कहीदेली हेले पुत्र प्राप्ति केमिति हेबे कारण पुत्रष्टि यज्ञ न करे पुत्र प्राप्ति असंभव ना पुत्र जागु करवाई ऋषि राजहि भिन्न प्रसाद सकल सुमंगल मूल जग भूसुर आशीर्वाद ना पुत्रष्टि यज्ञ न करे पुत्र प्राप्ति असंभव तेणु राजा पुत्र प्राप्ति करने को हेले पुत्रष्टि यज्ञ आयोजन करने को पड़े तेणु पुत्रष्टि यज्ञ आयोजन हो कि यज्ञ आहुति देव किए कारण से धार्मिक ऋषि होता दरकार यज्ञ आहुति देले से यज्ञ सफल हो पुत्रष्टि यज्ञ आयोजन करे एवं यज्ञ सफल होगा कौन कले ना श्रुति ऋषि वशिष्ठ